ନମସ୍କାର, ଆମେ ଭିଓ ନିୟମିତ ବୈଠକରେ ଏକ ପେମେଣ୍ଟ ଏଣ୍ଟ୍ରି କରୁଛୁ। ଆମେ ଦେୟରେ ଭିଓ ରୁଏସ୍ଏଚ୍ଜି ପ୍ରବେଶ କରିଛୁ। ଆମେ ଭିଓରୁ ସିଏଲ୍ଏଫ୍ ଏଣ୍ଟ୍ରି କରିବୁ। ଆମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା। ଆମେ ମୋଡ୍ ଚୟନ କରିବୁ। ମୋଡ୍ ଆମର ବ୍ୟାଙ୍କ ହେବ। ଆମେ ଚେକ୍ ନମ୍ବର କିମ୍ବା ଟ୍ରାଞ୍ଜାକ୍ସନ୍ ନମ୍ବର ପ୍ରବେଶ କରିବୁ। ଆମେ କାରବାର ତାରିଖ ଦେବୁ। ଆମେ ଏପ୍ରିଲରେ କାରବାର କରୁଛୁ। ଆମର ପରିମାଣ 30,000 ଟଙ୍କା ହେବ। ଆମେ ବ୍ୟାଙ୍କକୁ ଚୟନ କରିବୁ ଏବଂ ଆବଣ୍ଟନ ବଟନ୍ ଉପରେ କ୍ଲିକ୍ କରିବୁ। ଏଠାରେ ଆପଣଙ୍କୁ ପେମେଣ୍ଟ ପାଇଁ ଦୁଇଟି ବିକଳ୍ପ ମିଳିବ, ଅନ୍ୟାନ୍ୟ ଏବଂ ଋଣ। ପ୍ରଥମେ ଋଣ ଉପରେ ନଜର ପକାଇବା। ଆମେ ସିଆଇଏଫ୍ର ପରିଶୋଧ କରୁଛୁ। ଋଣ ନମ୍ବର ଆମକୁ ଋଣ ନମ୍ବର ଦେଖାଇବ। ତୁମେ ଯେକୌଣସି ଋଣ ପରିଶୋଧ କରିପାରିବ ଯାହା ତୁମେ କରିବାକୁ ଚାହୁଁଛ। ତୁମେ ଏହା କରିପାରିବ, ଚାହିଦା ଏଠାରେ ଦୃଶ୍ୟମାନ ହେବ। ଏଠାରେ ଆପଣ ପରିମାଣ ପ୍ରବେଶ କରିବେ। ଧରାଯାଉ ଯେ 30,000 ମଧ୍ୟରୁ 25,000 ଟଙ୍କା ପରିଶୋଧ ହେବ। ତାପରେ ଆମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା। ଏଠାରେ ଏଣ୍ଟ୍ରି କରାଯିବ। ଏବେ ଏଠାରେ ଆମେ ଦେୟ ପାଇଁ ଅନ୍ୟକୁ ଚୟନ କରିବା ଏବଂ ଏଠାରେ ଅନ୍ୟ ଦେୟ କରାଯାଉଛି। ତୁମେ ତାହା କରିବ। ସେୟାର ପୁଞ୍ଜି 5,000 ଭିଓସିଏଲ୍ଏଫ୍ରେ ସେୟାର ପୁଞ୍ଜି ଦେଉଛି। ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା ଦ୍ୱାରା ଏଣ୍ଟ୍ରି ଯୋଡ଼ାଯିବ ଏବଂ ତଥ୍ୟ ଦାଖଲ କଲେ ସଫଳତାର ସହ ସେଭ୍ ହେବ। ଏହିପରି ଭାବରେ ଭିଓରୁ ସିଏଲ୍ଏଫ୍ ପେମେଣ୍ଟ କରାଯିବ। ଏବେ ଆସନ୍ତୁ ଭିଓକୁ ଅନ୍ୟ ପାଖକୁ ଯିବା। ଆମେ ଭିଓ ଟ୍ୱାଡ଼ରେ ଥିବା ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା। ଦେୟ ପଦ୍ଧତି ଆମେ ନଗଦ ନେବୁ। ଏହାର ପରିମାଣ 1,000 ଟଙ୍କା ହେବ। ଆବଣ୍ଟନ ବଟନ୍ ଉପରେ କ୍ଲିକ୍ କରି ଆମେ ଏଠାରେ କ'ଣ ଦେଉଛୁ ତାହା ଚୟନ କରିବୁ। ଆମେ ଟଙ୍କା ଦେଉଛୁ। ହିସାବ ରକ୍ଷକଙ୍କୁ 2,000 ଟଙ୍କା। ଆପଣ ଏଠାରେ ସମସ୍ତ ପେମେଣ୍ଟ ବିକଳ୍ପ ପାଇବେ। ତୁମେ ଅନ୍ୟମାନଙ୍କ ସହିତ ଭିଓ କରିପାରିବ। ଚାଲ ଫେରିଯିବା। ଆମେ ପେମେଣ୍ଟ ମୋଡ୍ ଅନୁସାରେ ବ୍ୟାଙ୍କ ଚୟନ କରିବୁ। ଦୟାକରି ଚେକ୍ ନମ୍ବର ଲେଖନ୍ତୁ। ଦୟାକରି କାରବାର ତାରିଖ ଏବଂ ପରିମାଣ ଲେଖନ୍ତୁ। ବ୍ୟାଙ୍କ ଚୟନ କରନ୍ତୁ। ପ୍ରଥମତଃ ଏଠାରେ ଦୁଇଟି ବିକଳ୍ପ ଅଛି, ଋଣ ଏବଂ ଅନ୍ୟାନ୍ୟ। ଆମେ ଋଣ ନେଇନାହୁଁ, କିନ୍ତୁ ଆମେ କେବଳ ବ୍ୟାଙ୍କ ଶୁଳ୍କ ଦେଉଛୁ। ଆସନ୍ତୁ ଧରିନେବା ଯେ ଆମର 800 ଟଙ୍କାର ବ୍ୟାଙ୍କ ଶୁଳ୍କ କଟାଯାଇଛି। ତେଣୁ ଆମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରି ଏଣ୍ଟ୍ରି ଦାଖଲ କରିବୁ। ଏଠାରେ ବ୍ୟାଙ୍କରୁ ଯେକୌଣସି ଖର୍ଚ୍ଚ ହୋଇଛି, ବ୍ୟାଙ୍କକୁ ଯେକୌଣସି ଦେୟ ଦିଆଯାଇଛି ତାହା ଲେଖିବାକୁ ପଡ଼ିବ। ଧନ୍ୟବାଦ।